ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଓଡ଼ିଶା ଗସ୍ତ ମାନେ ସୁନା ଦୋକାନୀ ମାନଙ୍କ ପାଇଁ ଗୋଟେ କାଳ ହେଇଯାଇଛି। ଓଡ଼ିଆଙ୍କ 12 ମାସର 13 ପର୍ବ ଭିତରେ ଅକ୍ଷୟ ତୃତୀୟା ମଧ୍ୟ ରହୁଛି। ଆରି ଭିତରେ କୋଉଠି ନା କୋଉଠି ଲୋକମାନେ ଯେତେବେଳେ ସୁନା କିଣିବା ପାଇଁ ଚାହିଁଥାନ୍ତି ଅର୍ଥାତ୍ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଚାହିଁଥାନ୍ତି ତେବେ ଅକ୍ଷୟ ତୃତୀୟା ବେଷ୍ଟ ଦିନ ବୋଲି କୁହାଯାଏ। ଏହା ଭିତରେ କୋଉଠି ନା କୋଉଠି ସୁନା କିଣିଲେ ଧନ ଲକ୍ଷ୍ମୀଙ୍କର ପ୍ରାପ୍ତ ହୁଏ ଏବଂ ଘରେ ଧନ ବୃଦ୍ଧି ହୋଇଥାଏ ବୋଲି ଯେଉଁ ଚିନ୍ତାଧାରା ରହିଥାଏ ତାର ଭିତରେ କୋଉଠି ନା କୋଉଠି ଆଜି ଦିନରେ ସୁନା ଗହଣା ଦୋକାନ ମାନଙ୍କରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଆଜି ଖାଁ ଖାଁ ରହିଛି ପରିବେଶ ସିଧାସଳ କଥା ହେବା ଯେଉଁମାନେ ଅଛନ୍ତି ସାର୍ କ'ଣ କହିବେ ଦୋକାନ ଆଜି ଅକ୍ଷୟ ତୃତୀୟାରେ ଭିଡ଼ ରହିବା କଥା କିନ୍ତୁ ଟିକେ ମାନ୍ଦା ରହିଛି। ସେ ସାର୍ ଗୋଟେ କଥା ହଉଛି କ'ଣ ନା ଆଜିକା ଡେଟ୍ରେ ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଓଡ଼ିଶା ଗସ୍ତ ମାନେ ସୁନା ଦୋକାନୀ ମାନଙ୍କ ପାଇଁ ଗୋଟେ କାଳ ହେଇଯାଇଛି। କାହିଁକି ନା ସମସ୍ତେ ଟିକେ ସଂକୋଚ ବୋଧ କରୁଛନ୍ତି ଯେ କେମିତି ଯିବୁ, କୋଉଠିକି ଯିବୁ, କୋଉ ପଟରେ ଯିବୁ, ରାସ୍ତା ଯୋଉ ବନ୍ଦ କରିଦେବେ। ତେଣୁକରି ସେଇଟା ଗୋଟେ ସମସ୍ତଙ୍କର ମେନ୍ ଗୋଟେ ପ୍ରୋବ୍ଲେମ ରହୁଛି। ସାର୍ ମାନେ ଏଇ ଯୋଉ ଅକ୍ଷୟ ତୃତୀୟା ଏଟା ହଉଛି ଆମ ଓଡ଼ିଶାର ବହୁତ ମାନେ ପୁରାତନ କାଳର ଏଇଟା ଗୋଟେ ବିଧି। କାହିଁକି ନା ଆଜି ଦିନଟାକୁ ସମସ୍ତେ ଶୁଭ ବୋଲିକିନା ମାନନ୍ତି। ତେଣୁ ଆଜିକା ଦିନରେ କୃଷି କାର୍ଯ୍ୟ ଚାଲିବା ସହିତ କିଛି ଭଲ ମନ୍ଦ ଜିନିଷ କିଣା ବିକା କରିବା ପାଇଁକା ତେଣୁ ଶୁଭ। କାହିଁକି ନା ଜାଣନ୍ତୁ ଯେ ସମସ୍ତଙ୍କର ଗୋଟେ ରୁଚି ଅଛି ଯେ ଆଜିକା ଦିନରେ ସୁନା କିମ୍ବା ରୂପା କିଣିଲେ ଯେ ଲକ୍ଷ୍ମୀ ପ୍ରାପ୍ତି ହୁଅନ୍ତି। ତେଣୁ ଏଇ ପାଇଁକା ସମସ୍ତଙ୍କ ପାଇଁକା ଗୋଟେ ପ୍ରୋବ୍ଲେମ ଆରାଇଜ୍ ହେଇଯାଉଛି। ଯେହେତୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି କେମିତି କ'ଣ ରାସ୍ତାଘାଟ ଖୋଲା ଥିବ ଖୋଲା ନଥିବ, କୋଉ ପଟେ ବନ୍ଦ କରିଥିବେ, କୋଉ ପଟେ ଯିବୁ, କୋଉ ପଟରେ ଆସିବୁ। ତେଣୁକରି ସମସ୍ତଙ୍କର ଗୋଟେ ଟେନସନ ଚାଲିଛି ଆଉ। ତେଣୁକରି ଦୋକାନ ମାନେ ସବୁ ଫାଙ୍କା ପଡ଼ିଛନ୍ତି ଆଉ। ଅଫର ତ ସାର୍ ଲାଗିଛି କାହିଁକିନା ସୁନା ଉପରେ ସବୁ ଅଫର ଚାଲିଛି, ରୂପା ଉପରେ ବି ବର୍ତ୍ତମାନ ସବୁ ଅଫର ଚାଲିଛି। ତା ସତ୍ତ୍ୱେ ବି ଲୋକ ଆସୁନାହାନ୍ତି। କିନ୍ତୁ ବର୍ତ୍ତମାନ ସମୟ ଯୋଉଟା ଲୋକମାନଙ୍କୁ କଣ୍ଟ୍ରୋଲ କରିହେବା ବାହାରେ, କିନ୍ତୁ ଦେଖିଲା ବେଳକୁ ଦୋକାନ ଫାଙ୍କା ପଡ଼ିଛି। ଆମେ ଆଶା ରଖିଥିଲୁ ଯେ ହଁ ଜନଗହଳି ହବ, ମାନେ ଗ୍ରାହକ ମାନେ ପ୍ରବଳ ବେଗରେ ଭିଡ଼ ଜମେଇବେ। ତେଣୁକରି କିନ୍ତୁ ଦେଖିଲା ବେଳକୁ ଏସବୁ ଯୋଉ ପ୍ରୋବ୍ଲେମ ହଉଛି ରାସ୍ତାଘାଟର ବନ୍ଦ ବାନ୍ଦ ହବ ପାଇଁକା ଯୋଉ ସବୁ ପ୍ରୋବ୍ଲେମ ମାନେ ପ୍ରୋଗ୍ରାମ ଚାଲିଛି ସେଥିପାଇଁକା ଟିକେ କଷ୍ଟମର ମାନେ ଆସିବା ପାଇଁ ସଂକୋଚ ବୋଧ କରୁଛନ୍ତି ଆଉ। ଦେଖୁଥିଲେ ଯେତେବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ରୋଡ ଶୋରେ ଯାଉଛନ୍ତି ତେଣୁକରି ଯୋଉ ଜୁଏଲାରୀ ପାଇଁ ଯୋଉ ମାର୍କେଟ ରହିଥାଏ, ଯଦି ଆପଣ ଦେଖିବେ ରାଜଧାନୀର ପୀଠସ୍ଥଳୀ ବ୍ୟବସାୟ କଥା କୁହାଯାଉଥିବା ଯଦି ବଡ଼ ବଡ଼ ସୋରୁମ କଥା କହିବେ ଜୁଏଲାରୀର, ତେବେ ଶହୀଦ ନଗରରୁ ମାଷ୍ଟର କ୍ୟାଣ୍ଟିନ୍ ଯାଏ ଲମ୍ବା ଲାଇନରେ ବଡ଼ ବଡ଼ କାଚ ଲାଗିଥିବା ସୋରୁମ ମାନ ରହିଛି। କିନ୍ତୁ ଏଭଳି କ୍ଷେତ୍ରରେ ଆଜି ଯେତେବେଳେ ଦିନ 2ଟାରୁ ବନ୍ଦ କରାଯାଉଛି ତ ଲୋକଙ୍କ ଭିତରେ ସଂକୋଚ ଆସୁଛି ଯେ କେତେବେଳେ ବନ୍ଦ ହବ ଏବଂ ସଠିକ ଭାବେ ଜାଣୁନାହାନ୍ତି। ଅନ୍ୟ ପକ୍ଷରେ ଯଦି ଦେଖିବା ଗାଡ଼ି କୋଉଠି ପାର୍କିଂ କରାଯିବ ଏବଂ ମୋଦି ଯେତେବେଳେ ଆସୁଛନ୍ତି କୋଉଠି ନା କୋଉଠି ଭିଡ଼ ଜମିବ, ଏକୁ ନେଇକି ଲୋକ ମଧ୍ୟ ସଂକୋଚରେ ଦୋକାନକୁ ଆସୁନଥିବା ବେଳେ ଅନେକ କ୍ଷେତ୍ରରେ ଦେଖିବା ଦୋକାନୀ ମଧ୍ୟ ଭାବୁଥିଲେ ଯେ ଜନଗହଳି ରହିବ ଏବଂ ଭଲ 2 ପଇସା ବ୍ୟବସାୟୀ ହେବ ଏବଂ ତାକୁ ନେଇକି ଅଫର ମଧ୍ୟ ଲଗାଯାଇଥିଲା, ରିହାତି ଦିଆଯାଇଥିଲା, ଫ୍ଲାଟ୍ 50% ଡିସକାଉଣ୍ଟର ଅଫର ଲାଗିଛି। କିନ୍ତୁ ତାରି ଭିତରେ ସମସ୍ତ ଦୋକାନରେ ଖାଁ ଖାଁ ଲାଗିଛି। ଅର୍ଥାତ୍ କହିପାରିବା ଦୋକାନ ମାନଙ୍କରେ ଯୋଉ ଅଫର ଲାଗିଥିଲା ସେ ଅଫର ଭିତରେ କୋଉଠି ନା କୋଉଠି ଲୋକ ଆସୁନାହାନ୍ତି ଏବଂ ମୋଦିଜୀଙ୍କ ପାଇଁ ବେପାର ଠପ୍ ହୋଇଛି ବୋଲି କୁହାଯାଇପାରିବ। ଭୁବନେଶ୍ୱର କ୍ୟାମେରା ପର୍ସନ ଗୁଡୁଙ୍କ ସହ ପ୍ରିୟକାନ୍ତ ସାହୁ, ପ୍ରିୟ ନ୍ୟୁଜ୍।